ଆପଣଙ୍କ ନାଁ ଟିକେ କୁହନ୍ତୁ। ମୋ ନାଁ ଶ୍ରୀ ରବୀନ୍ଦ୍ରନାଥ ଛତାର। ରବୀନ୍ଦ୍ରନାଥ ଛତାର, କଖଡ଼ି ଧବଳେଶ୍ୱର, ଧବଳେଶ୍ୱର କଖଡ଼ି, କଟକ ଜିଲ୍ଲା। ଆଚ୍ଛା, କୁହନ୍ତୁ ଆପଣଙ୍କର ଅନୁଭବର କଥା। ଆଜ୍ଞା, ଅନୁଭବ ତ ବହୁତ ଅଛି। ସେ ତ ଅନୁଭବ ଠାକୁର, ଆଉ ଭାବକୁ ନିକଟ ଅଭାବକୁ ଦୂର। ସବୁ ସବୁ ଅନୁଭୂତି ଆଜ୍ଞା ତ ସର୍ବସମ୍ମୁଖରେ ପ୍ରକାଶ କରିହେବ ନାହିଁ। ଆମେ ଏଇଠି କହିଛୁ, ଆମେ ବାରମ୍ବାର କହିଛୁ ପ୍ରକାଶ ଯୋଗ୍ୟ ଅନୁଭୂତି କହିବେ, ଆପଣ ସେ କଥା କହିବାର ଆବଶ୍ୟକତା ନାହିଁ। ସବୁ କଥା ପ୍ରକାଶ ଯୋଗ୍ୟ ନୁହେଁ। ଆମେ ଆଗରୁ ସବୁ ଭକ୍ତଙ୍କୁ ସଚେତନ କରୁ, ଯେଉଁଟା କହିବାର ଅଛି ସେଇଟା ନେଇକି ଆସନ୍ତୁ, କହିଲେ ଭଲ। ମୁଁ ଆଜିକି 4 ବର୍ଷ ତଳେ ମୋର ଝିଅର ଗୋଟେ ପରୀକ୍ଷା ଥିଲା ଫୁଲନଖରା ଗୋଟେ କଲେଜରେ। ଆଉ ସକାଳ 7ଟା ବେଳେ ମୁଁ କଟକ ଶିଖରପୁର ଦେଇ ପାସ୍ କରୁଥିଲି। କିନ୍ତୁ ଘରୁ ବାହାରିଲା ବେଳେ ମୋ ମନକୁ କାହିଁକି ଆସିଲା ଯେଉଁ ନମିତା ମାମୁଙ୍କର ଗୋଟେ ଯେଉଁ ପାରମ୍ପରିକ ଭଜନ, ମୁଁ ତାକୁ ମନେ ମନେ ରିସାଇଟିଂ କରୁଥାଏ। ଟେମ୍ପୋରେ ଯେଉଁ କଣ୍ଟାବ୍ରେ ସଙ୍ଗ ଅଛି, ଆଉ ଭଜନ କରି କରି ଝିଅ ମଝିରେ ମଝିରେ କହୁଛି ବାପା କ'ଣ କହୁଛ? ମୁଁ କହିଲି ନାଇଁ ନାଇଁ କିଛି କହୁନି। ସେ ଭାବୁଛି ବୋଧେ ବାପା କ'ଣ କହୁଛନ୍ତି ମୋତେ। ମୁଁ କିନ୍ତୁ ଭଜନଟା କାହିଁକି ମୋର ବାରମ୍ବାର ରିସାଇଟ୍ କରି ଯାଉଥାଏ। ଆଉ ଶିକରପୁର ଟ୍ରାଫିକ୍ ପାଖାପାଖି ହେଇଛି, ସକାଳ 7ଟା ବେଳେ ଫାଙ୍କା ଅଛି ରାସ୍ତା। ଆଉ ପଛରୁ ଗୋଟେ ଟ୍ରକ୍ ଆସୁଛି, ଆମେ ସ୍ଲୋ ଯାଉଛୁ, ପଛରୁ ବାଡ଼େଇ ଦେଲା। ଆମେ ବାପ ଝିଅ ପୁରା ଗୋଟେ ସାଇଡ଼କୁ ପଡ଼ିଲୁ ଭାଗ୍ୟବଶତଃ। ଆଉ ପଛରୁ କିଛି ଗାଡ଼ି ଆସୁନଥିଲା, ନହେଲେ ବାପ ଝିଅକୁ ପୁରା ମାଡ଼ି ଯାଇଥାନ୍ତା ସମସ୍ତଙ୍କୁ। ଆଉ ସେ ଯାହା ହଉ ଗୋଟେ ସାଇଡ଼କି ପଡ଼ିଲୁ, ମୋର ଗୋଡ଼ କଲର ବୋନ୍ ଭାଙ୍ଗିଗଲା, ଝିଅର ଗୋଡ଼ ଫ୍ରାକ୍ଚର ହେଇଗଲା, ଝିଅ ମୋବାଇଲ ପଡ଼ିକି ଭାଙ୍ଗିଗଲା। ଆଉ ସେଇଥିରେ ବି ମୁଁ ଯାଇକି ପରୀକ୍ଷା ଦେଇକି ଝିଅକୁ ନେଇକି ଆସିଲି। କିନ୍ତୁ ମୁଁ ଏତିକି ଭାବୁଥାଏ, ଜଗନ୍ନାଥଙ୍କ ଭଜନ ମୁଁ ମନେ ମନେ ଭଜନ ବୋଲି ବଡ଼ ପାଟିରେ ବୋଲି ଗାଡ଼ି ଚଲାଉଥାଏ, ଆସୁଥାଏ। କିନ୍ତୁ ଡବଲ ହେଲମେଟ୍ ଆମେ ପିନ୍ଧୁଥାଉ। ଆଉ ଯାହା ହଉ ପଛରୁ କିଛି ଗାଡ଼ି ଯଦି ଆସିଥାନ୍ତା ଆମ ଜୀବନ ରହିନଥାନ୍ତା। ସେତିକି ମୁଁ ଭଗବାନଙ୍କ ପାଖକୁ ଏତିକି ମୋର କୃପା ରହିଲା ଯେ ଯାହା ହଉ ଭଗବାନଙ୍କର ଭଜନ ମୁଁ ଗାଉଥିଲି। ଯାହା ଭଗବାନ ମୋତେ ବହୁତ ବଡ଼ ବିପଦ ବାପ ଝିଅକୁ ରକ୍ଷା କରିଦେଲେ। ହଁ, ତାହା ବି ସତ୍ୟ। ଆପଣ ଯେଉଁ କଥାଟି କହିଲେ ତାହା ହିଁ ଅନୁଭବର କଥା କହିଲେ। ତୁଣ୍ଡରେ ଥିବ ପ୍ରଭୁଙ୍କ ନାମ, ତେଣୁ ସେ ନା କ'ଣ ମୋର ମନ ହେଲା ଆଜ୍ଞା, ମୁଁ ଘରୁ ବାହାରିଲା ବେଳକୁ ମୋର କାହିଁକି ସେ ନମିତା ମାମୁଙ୍କ ଯେଉଁ ଭଜନ, ମୁଁ ଯେଉଁ ଜୟ ଜଗନ୍ନାଥ ଟିଭି ଆମର ସକାଳୁ ଲାଗେ, ମୁଁ ଆଗ ଟିଭି ନ ଲାଗିଲେ ମିସେସ୍ ଉଠିବେନି। ଆଗେ ଟିଭି ଲାଗିବେ, ସେ ଆଗେ ଉଠିବେ, ଦର୍ଶନ କରିବେ, ତାପରେ ଯାହା ଯେଉଁ ନିତ୍ୟକର୍ମ ହେବ, ଯାହା ଘର କାମ ହେବ। ଆଉ ସେଦିନ ମୁଁ ଘରୁ ବାହାରିଛି, ଆଉ କାହିଁକି ମୋ ମନକୁ ଗୋଟେ ଭଜନ ତ ବୋଲି ମୁଁ ଆକ୍ସିଡେଣ୍ଟ ପର୍ଯ୍ୟନ୍ତ ବି ଭଜନ କରୁଥିଲି। ପରା ସେଇଥିପାଇଁ ବଞ୍ଚିଛନ୍ତି। ତୁଣ୍ଡରେ ଥିଲେ ପ୍ରଭୁଙ୍କ ନାମ, ପାଖେ ପଶିବନି ଅକାଳ ଯମ ବିକାଳର ଯମ। ହଉ, ଆପଣ ଜୟ ଜଗନ୍ନାଥ ଟିଭି ଦେଖନ୍ତୁ। ଆଜ୍ଞା କହୁଥିଲି ସେ କଥା। ଆଜ୍ଞା ବିନା ଜଗନ୍ନାଥ ଟିଭିରେ ଆମର ଘରେ ମିସେସ୍ ରହିପାରିବେନି। ସକାଳୁ ଉଠିଲା ମୋତେ ଆଗେ ଟିଭି ଲାଗିଲେ ସେ ଉଠିବେ। ତାପରେ ଆମର ସକାଳ 9ଟା 10ଟା ଯାଏ ଚାଲେ। ତାପରେ ପୁଣି ସନ୍ଧ୍ୟାବେଳୁ ଆମର ପତାକା ଲାଗିଠୁ ଆରମ୍ଭ କରିକି ସନ୍ଧ୍ୟାବେଳେ ସବୁ ଆମର ଦେଖୁ। ରାତି 9ଟା ଯାକେ ଦେଖୁ, ତାପରେ ଟିକେ ଅଲଗା ପ୍ରୋଗ୍ରାମ୍ ଦେଖୁ। 9ଟା ଯାଏଁ ଦେଖନ୍ତି, ଆଉ 9ଟା ପରେ ଅଲଗା ଟିକେ ଦେଖନ୍ତୁ, କିନ୍ତୁ 11ଟା ବେଳକୁ ଆଉ ଟିକେ ଦେଖନ୍ତୁ। ଗୀତ ଗୋବିନ୍ଦଟି ଆପଣ ଶୁଣନ୍ତୁ, ଦେଖିବେ। ସକାଳୁ ମିସ୍ ହେଇଯାଇଥିବ ଆମର ଦ୍ୱାରପିଠା, 10ଟା ବେଳେ ଯେଉଁ ଆମର ରିଟେଲିକାଷ୍ଟ ହେଉଛି, ଆମେ ତାକୁ ବି ଦେଖୁ। ପୁନଃ ପ୍ରସାରଣ ଦେଖନ୍ତୁ, କିନ୍ତୁ ରାତ୍ରରେ ଶୋଇବା ପୂର୍ବରୁ ଯେମିତି ଉଠିଲେ ଖୋଜୁଛନ୍ତି ଜଗନ୍ନାଥଙ୍କୁ, ଦିନଟି ଭଲ ଭଲରେ ଯାଉ, ସେମିତି ଶୋଇଲା ପୂର୍ବରୁ ଗୀତ ଗୋବିନ୍ଦ ପ୍ରସାରିତ ହେଉଛି ସେଇ ନମିତା ଅଗ୍ରୱାଲ ମ୍ୟାମ୍ଙ୍କର। ସେ ଗୀତ ଗୋବିନ୍ଦକୁ ଶ୍ରବଣ କରନ୍ତୁ, ପ୍ରଭୁଙ୍କ ସହିତ ସମ୍ପର୍କ ରଖିକି ଶୁଅନ୍ତୁ। ଗୀତ ଗୋବିନ୍ଦ ଶୁଣିକି ଭଗବାନ ଶୋଉଛନ୍ତି ବୋଲି ଆମର ଟିଭିରେ ପ୍ରଚାର ଆସୁଛି, ଆପଣଙ୍କ ଜଗନ୍ନାଥ ଟିଭିରେ। ଶୁଣନ୍ତୁ, ଦେଖିବାକୁ ଆମେ ଚେଷ୍ଟା କରିବୁ ନିଶ୍ଚିନ୍ତ। ଜୟ ଜଗନ୍ନାଥ। ହଉ, ନିଅନ୍ତୁ। ଆପଣ ତ ଭଜନ ତୁଣ୍ଡରେ ରହେ, ପ୍ରଭୁଙ୍କ ନାମ ରହେ, ସେଇଥିପାଇଁ ଗୋଟେ ପାରମ୍ପରିକ ଜଣାଣ ବହି ଆପଣଙ୍କୁ ଦେଲୁ। ଧନ୍ୟବାଦ ଦେବୁ।